ଆଧୁନିକ ଭାରତରେ ମହାତ୍ମା ଗାନ୍ଧୀ ଏକଧାରରେ ଜଣେ ରାଜନୀତିଜ୍ଞ, ସମାଜ ସଂସ୍କାରକ, ଦାର୍ଶନିକ ଓ ଶିକ୍ଷାବିତ୍ ଭାବରେ ପରିଚିତ। ମହାତ୍ମା ଗାନ୍ଧୀଙ୍କର ଜନ୍ମ 1869 ଅକ୍ଟୋବର ମାସ 2 ତାରିଖ ଦିନ ଗୁଜରାଟର କାଠିଆୱାଡ଼ ଜିଲ୍ଲାର ପୋରବନ୍ଦରଠାରେ ହୋଇଥିଲା। ସେ ମୋହନଦାସ କରମଚନ୍ଦ ଗାନ୍ଧୀ ନାମରେ ପରିଚିତ। ମାତ୍ର 13 ବର୍ଷ ବୟସରେ କସ୍ତୁରବାଙ୍କୁ ବିବାହ କରିଥିଲେ। 1887 ମସିହାରେ ମ୍ୟାଟ୍ରିକୁଲେସନ୍ ପାସ୍ କରିବା ପରେ ସେ ଆଇନ ପଢ଼ିବା ଉଦ୍ଦେଶ୍ୟରେ ଇଂଲଣ୍ଡ ଯାତ୍ରା କରିଥିଲେ। ଇଂଲଣ୍ଡରେ ଆଇନ ପଢ଼ା ଶେଷ କରି 1891 ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ରାଜକୋଟରେ ସେ ଆଇନ ବ୍ୟବସାୟ ଆରମ୍ଭ କଲେ। 1893 ମସିହାରେ ସିଏ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ